2004 ମସିହାର କଥା। ମୁଁ ସେତେବେଳକୁ ଦଶମ ଶ୍ରେଣୀରେ ପଢ଼ୁଥାଏ। ଧାନ କଟା ଛୁଟି ଚାଲିଥାଏ। ସ୍କୁଲ ଯିବାର ଚିନ୍ତା ବି ନଥାଏ। ତେଣୁ ନିଦ ଭାଙ୍ଗି ଯାଇଥିଲେ ବି ବିଛଣାରେ ଗଡ଼ପଡ଼ ହେଇ ଉଷୁମ କମ୍ବଳ ଭିତରେ ଶୀତୁଆ ସକାଳର ମଜା ନେଉଥାଏ। ବାପା ପାଖରେ ପଡ଼ିଥିବା ଗୋଟିଏ ଚେୟାର ଉପରେ ବସି ଖବରକାଗଜ ପଢ଼ିବାରେ ମଗ୍ନ। ସେହି ସମୟରେ ବୋଉ ହଠାତ୍ ଘର ଭିତରକୁ ପଶି ଆସି ବାପାଙ୍କୁ କହିଲା, "ହେଇଟି ଶୁଣୁଛ, ଆମ ଗାଁ ଜୟ କ'ଣ ଆତ୍ମହତ୍ୟା କରିଦେଇଛି ବୋଲି ଗାଁ ଲୋକ କ'ଣ ଟୁପୁର ଟାପୁର ହେଉଛନ୍ତି।" ବୋଉ କଥା ଶୁଣି ମୁଁ ଧଡ଼ କରି ବିଛଣାରୁ ଉଠି ପଡ଼ିଲି। ବାପା, "ହଁ ହେଇଥିବ, ଭଲ ପିଲାଟା ଥିଲା ଯେ, କିନ୍ତୁ ବାପା ମାଆଙ୍କର ଇଚ୍ଛା ବିରୁଦ୍ଧରେ କାମ କଲା, ଫଳ ତ ଭୋଗିବାକୁ ପଡ଼ିବ। ବଡ଼ ସାନ ଗୁରୁ ଗୁରୁଜନ କିଛି ଅଛି କି ନାହିଁ? ଆଜିକାଲିର ପିଲାଙ୍କର ତ ଏସବୁକୁ ଖାତିର ନାହିଁ।" ମୁଁ କିନ୍ତୁ ବୋଉର କଥାକୁ ସହଜରେ ଗ୍ରହଣ କରି ପାରୁନଥିଲି। କାରଣ ଘଟଣାର ପୂର୍ବଦିନ ହିଁ ମୁଁ ଜୟ ଭାଇ ସହ ଗାଁ ମନ୍ଦିର ପାଖରେ କଥା ହୋଇଥିଲି। ତାପରେ ତାଙ୍କ ମନ ଭିତରେ ସେମିତି କିଛି ଅବସାଦ ବି ଦେଖାଯାଉନଥିଲା। ତଥାପି ମନ ଭିତରେ କିଛି ଆଶଙ୍କା କରି ବୁଲିଲା ହେଇ ବାହାରି ପଡ଼ିଲି ଜୟ ଭାଇ ଘର ଆଡ଼େ। କିଛି ଦୂରରୁ ଜୟ ଭାଇ ଘର ଆଗରେ ଗୋଟେ ପୋଲିସ ଗାଡ଼ି ଦୃଶ୍ୟମାନ ହେଲା। କିଛି ଗାଁ ଲୋକ ବି ସେଇଠି ରୁଣ୍ଡ ହୋଇଥାନ୍ତି। ଏହା ଦେଖି ମନ ଭିତରେ ମୋର ସନ୍ଦେହ ଆହୁରି ବଢ଼ି ଚାଲିଲା। ବୋଉ କଥା ଆଉ ସତ ନୁହଁ ତ? ଦେହର ରୁମ ଟାଙ୍କୁରି ହେଇ ଉଠିଲା। ପାଦର ଗତି ମଧ୍ୟ ବଢ଼ି ଚାଲିଲା ମନର ଆଶଙ୍କା ଭିତରେ। ପାଖରେ ଯାଇ ଯାହା ଦେଖିଲି ବିଶ୍ୱାସ କରି ପାରିଲି ନାହିଁ। ବୋଉ କହୁଥିବା କଥା ସତ। ଜୟ ଭାଇ ଆତ୍ମହତ୍ୟା କରିଛି। ସାଇଣ୍ଟିଫିକ୍ ଟିମ୍ ବି ଆସି ପହଞ୍ଚିଲେ। ଘର ଭିତର ତାର ଖାନତଲାସ କଲେ। ଶେଷରେ ଜୟ ଭାଇର ହାତ ଲିଖିତ ଗୋଟିଏ ଚିଠି ମିଳିଲା, ଯେଉଁଥିରେ ସେ ତାର ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖିଥିଲା। ପୋଲିସ ଚିଠିଟିକୁ ସମ୍ପୂର୍ଣ୍ଣ ଆଲୋଚନା ନକରି ମୃତଦେହକୁ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଦେଲା। ଗାଁ ଲୋକ ଭାବିଲେ ଉଭୟ ସ୍ତ୍ରୀ ଓ ପୁଅର ମୃତ୍ୟୁ ପରେ ନିଃସଙ୍ଗ ଜୀବନ ପାଇଁ ବୋଧେ ଜୟ ଏମିତି ନିଜ ହାତରେ ନିଜ ଜୀବନ ହରିଦେଲା। ଜୟ ଭାଇର ଜନ୍ମ ଗୋଟେ ବ୍ରାହ୍ମଣ ପରିବାରରେ ହୋଇଥିଲା। ସେ ତାଙ୍କ ବାପା ମାଆଙ୍କର ଗୋଟାଏ ବୋଲି ପୁଅ ଥିଲେ। ତେଣୁ ବହୁତ ଗେହ୍ଲା ବସରରେ ବଢ଼ିଥିଲେ। ଜୟ ଭାଇ ବାପାଙ୍କର ପୁରୋହିତ କର୍ମ ପାଇଁ ପୂରା ପଞ୍ଚାୟତରେ ନାଁ ଥିଲା। ଗାଁରେ ସଭା ସମିତି ନ୍ୟାୟ ହେଲେ ମଧ୍ୟ ଜୟ ଭାଇଙ୍କ ବାପାଙ୍କୁ ଖୋଜେ ପଡ଼େ ବୋଲି ଶୁଣିଛି। ତାଙ୍କ ମା ବି ଜଣେ ଧର୍ମପରାୟଣ ନାରୀ ଥିଲେ। ସେମାନଙ୍କ ସହ ମୋର ସେମିତି ବିଶେଷ କିଛି ସ୍ମୃତି ମନେ ପଡ଼ୁନି, କାରଣ ମୋର ହେତୁ ହେଇନଥିଲା। ତାଙ୍କ ବାପା ମା ଆରପାରିକି ଚାଲି ଯାଇଥିଲେ। ମୁଁ ଜାଣିବାରେ ଜୟ ଭାଇଙ୍କ ପରିବାର କହିଲେ ଜୟ ଭାଇ, ତାଙ୍କ ପତ୍ନୀ ଲିନି ଭାଉଜ ଓ ଏକମାତ୍ର ପୁଅ ଆଦି। ଲିନି ଭାଉଜ ଜୟ ଭାଇଙ୍କର ସାମ୍ନା ଘର ଝିଅ। ଶୁଣିଛି ଗୋଟିଏ ବର୍ଷରେ ଦୁହିଁଙ୍କର ଜନ୍ମ। ଘର ପାଖରେ ଘର ହେଇଥିବାରୁ ସାଙ୍ଗ ହେଇ ବାଲ୍ୟକାଳ କାଟିଛନ୍ତି। ସାଙ୍ଗ ହେଇ କଣ୍ଢେଇ ଧରି ଖେଳିଛନ୍ତି। ଖେଳରେ ରାଜାରାଣୀ ବି ହେଇଛନ୍ତି ଓ ପରେ ଦୁହେଁ ଏକା କ୍ଲାସରେ ମଧ୍ୟ ପଢ଼ୁଥିଲେ। କହିବାକୁ ଗଲେ ଜଣେ ଆର ଜଣଙ୍କର ସବୁ ସୁଖ ଦୁଃଖର ସାଥୀ ଥିଲେ। ସବୁ ଠିକ୍ଠାକ୍ ଚାଲିଥିଲା। ଦିନେ ଲିନି ଭାଉଜଙ୍କ ଜୀବନରେ ଘୋର ବିପଦ ମାଡ଼ି ଆସିଲା। ତାଙ୍କ ବାପା ମା ମାର୍କେଟକୁ ଯାଉଥିଲା ବେଳେ ଗାଡ଼ି ଆକ୍ସିଡେଣ୍ଟରେ ଉଭୟଙ୍କର ମୃତ୍ୟୁ ହୋଇଗଲା। ଏହାପରେ ସମ୍ପତ୍ତି ଲୋଭରେ ଲିନି ଭାଉଜଙ୍କ ଦାଦା ଖୁଡ଼ୀ ବି ତାଙ୍କୁ ବହୁତ ହଇରାଣ କରନ୍ତି। ଏମିତିକି ଜୀବନରୁ ମାରିବା ପାଇଁ ବି ଯୋଜନା କରିଛନ୍ତି। ଲିନି ଭାଉଜ ସାବାଳିକା ହେଲା ପରେ ସେମାନେ ସବୁ ସମ୍ପତ୍ତି ମଧ୍ୟ ନିଜ ନାମରେ ଲେଖେଇ ନେଇଯାଇଛନ୍ତି। ପିଲାଙ୍କୁ ଟ୍ୟୁସନ କରି ଯାହା କିଛି ପଇସା କମାନ୍ତି, ସେସବୁକୁ ଖୁଡ଼ୀ ମଧ୍ୟ ଜବରଦସ୍ତି ନେଇଯାଆନ୍ତି। ବଦଳରେ ବାସ୍ ଯାହା ଦିନକୁ 2 ଓଳି ଖାଇବାକୁ ମିଳେ। କହିବାକୁ ଗଲେ ମାତା ପିତାଙ୍କ ମୃତ୍ୟୁ ପରେ ଲିନି ଭାଉଜଙ୍କ ଜୀବନ ବହୁତ ଦୁଃଖପୂର୍ଣ୍ଣ ଥିଲା। ଏସବୁ ଦୁଃଖ କାହାକୁ ବା କହିବେ? ବାସ୍ ଜୟ ଭାଇ ହିଁ ତ ଥିଲେ ତାଙ୍କ ଛୋଟବେଳର ସାଥୀ। ଲିନି ଭାଉଜର ଏସବୁ ପରିସ୍ଥିତି ଦେଖି ଜୟ ଭାଇ ତାଙ୍କୁ ମନେ ମନେ ଭଲ ପାଇ ଯାଇଥିଲା। ଭାବିଥିଲା ଏପରି ଅସହାୟ ଝିଅଟିକୁ ଜୀବନସାଥୀ କରି ତା ମୁହଁରେ
ଝରି ଯାଇଥିବା ହସକୁ ଆଉ ଥରେ ଫୁଟାଇବା ବୋଲି ଦିନେ ଜୟ ଭାଇ ତା ମନର କଥାକୁ ଲିନି ଭାଉଜକୁ ମଧ୍ୟ କହିଥିଲା। ଆଉ ଲିନି ଭାଉଜ ଜୟ ଭାଇର କଥାରେ ସମ୍ମତି ମଧ୍ୟ ଜଣାଇଥିଲା। ଯେବେ ଜୟ ଭାଇର ବିବାହ ବୟସ ହୋଇଥିଲା ଆଉ ଘର ଲୋକ ଜୟ ଭାଇ ପାଇଁ ଝିଅ ଖୋଜା ଆରମ୍ଭ କରିଥିଲେ, ସେ ତାର ଲିନି ଭାଉଜ ସହ ଥିବା ପ୍ରେମ ସମ୍ପର୍କକୁ ପିତାମାତାଙ୍କୁ ଜଣାଇଥିଲେ। କିନ୍ତୁ ଲିନି ଭାଉଜ ହରିଜନ ଜାତିର ହେଇଥିବାରୁ ଜୟ ଭାଇଙ୍କ ଘରେ ସ୍ୱୀକୃତି ମିଳିନଥିଲା। ଆଉ ତାଙ୍କ ବାପା ଏହାର ଖୁବ୍ ବିରୋଧ କରିଥିଲେ। ତାଙ୍କ ମା ତାଙ୍କ ବାପାଙ୍କୁ ଯେତେ ବୁଝାଇଲେ ମଧ୍ୟ ପରିସ୍ଥିତିରେ କିଛି ସୁଧାର ମିଳିଲାନି। ଛୋଟବେଳୁ କେବେ ବି ତାଙ୍କ ଦୁଇଜଣଙ୍କୁ ଏଇ ଜାତି ପ୍ରଥାର ଭେଦ ସାମ୍ନା କରିବାକୁ ପଡ଼ିନଥିଲା। ତେଣୁ କିଏ ବା କାହିଁ ଭାବିଥିଲା ଯେ ମନରେ ପ୍ରେମ ପକ୍ଷୀ ବସା ବାନ୍ଧିଲା ବେଳେ ଜାତିଗତ ପ୍ରଥା ଜନିତ ବତାସ ଆସିବ। ଗୋଟାଏ ପଟେ ଜୟ ଭାଇଙ୍କ ବାପା ଜାତି ପ୍ରଥାକୁ ନେଇ ହେଇ ଯାଇଥିଲେ ଖୁବ୍ କଠୋର, ଆଉ ଆରପଟେ ଜୟ ଭାଇ ବି ଥିଲେ ପ୍ରେମରେ ଖୁବ୍ ସଚ୍ଚୋଟ ଓ ଏକଜିଦିଆ। ସେ ବି ଘରେ ରୋକଠୋକ ଶୁଣେଇ ଦେଇଥିଲେ, ଯଦି ବାହା ହେବେ ତ ଲିନିକୁ ହିଁ ହେବେ, ନହେଲେ ହେବେନି। କେମିତି ବି କିଏ ନିଜର ଶାଶ୍ୱତ ପ୍ରେମ ଆଗରେ ଜାତି ପ୍ରଥାକୁ ବଡ଼ କରିପାରିବ। ତେଣୁ ଜୟ ଭାଇଙ୍କ ତାଙ୍କ ପିତା ମାତାଙ୍କ ମୃତ୍ୟୁ ପରେ ଲୀନା ଭାଉଜଙ୍କୁ ବିବାହ କରିଛନ୍ତି। ଏଥିପାଇଁ ତ ଜୟ ଭାଇଙ୍କୁ ବହୁତ ଲୋକ ଘୃଣ୍ୟ ଆଖିରେ ଦେଖନ୍ତି। କେହି କେହି ତାଙ୍କୁ ମୁହଁରେ ମଧ୍ୟ କହିଦିଅନ୍ତି, କେମିତିକା ବାପାଠାରୁ ତୁ କୁଳାଙ୍ଗାର ଜନ୍ମ ନେଲୁ, ବଂଶର ମାନ ଇଜ୍ଜତ ସବୁ ମାଟିରେ ମିଶେଇଲୁ, ଇତ୍ୟାଦି ଇତ୍ୟାଦି। କିନ୍ତୁ ଜୟ ଭାଇ ଏଥିପାଇଁ କେବେ କାହା ସହ ଲଢ଼ିବା କି ଝଗଡ଼ା କରିବା ମୁଁ ଦେଖିନାହିଁ। ତାର ସ୍ୱଭାବ ଥିଲା ଅତି ସରଳ, ଆଉ ସେ ଥିଲା ମଣିଷ ପରି ମଣିଷଟିଏ। ଜୟ ଭାଇଙ୍କର ତେଲ ଲୁଣର ସଂସାର ଭାରି ହସ ଖୁସିର ଚାଲିଥାଏ। ତାରି ଭିତରେ ଲିନି ଭାଉଜଙ୍କ ଦେହ ଖରାପ ହେଲା, ଆଉ ଜମା ଭଲ ହେଲା ନାହିଁ। ପେଟକୁ ଦାନା ଯିବା ମଧ୍ୟ ବନ୍ଦ ହେଇଗଲା। ଶେଷରେ ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଲା ଲିନି ଭାଉଜଙ୍କୁ ପେଟରେ କ୍ୟାନ୍ସର ହେଇଛି। ଆଉ ସିଏ ଏବେ 4th ଷ୍ଟେଜ। ସ୍ଥିତି ଏବେ ଜଟିଳ ଥିଲା ଯେ ଡାକ୍ତର ବି ହାତ ଟେକି ଦେଲେ। ଆଉ କ୍ୟାନ୍ସର ସହ ସଂଘର୍ଷ କରି ଲିନି ଭାଉଜ 2-3 ମାସ ପରେ ଆଖି ବୁଜିଦେଲେ। ଜୟ ଭାଇଙ୍କୁ ଜୀବନରେ ଶକ୍ତ ଧକ୍କା ଲାଗିଥିଲା। କିନ୍ତୁ କ'ଣ କରିବେ, ଏଇଟା ତ ସଂସାର, ସୁଖ ଦୁଃଖ ସବୁକୁ ଆପଣେଇ ବଞ୍ଚିବାକୁ ହେବ। ସେତେବେଳକୁ ପୁଅ ଆଦି ପ୍ରାୟ 5 ବର୍ଷର ହେଇଥାଏ। ଭାଉଜ ଯିବା ପରେ ଜୟ ଭାଇ ଆଦି ପାଇଁ ପାଲଟି ଯାଇଥିଲେ ଉଭୟ ମାତା ଓ ପିତା। କିନ୍ତୁ ଏତିକିରେ ବି ଜୟ ଭାଇର ଜୀବନର ପରୀକ୍ଷା ସରିନଥିଲା। ଆଦିକୁ ଯେବେ 8 ବର୍ଷ ବୟସ, ତାର ଦେହ ଖରାପ ହେଲା। ଡାକ୍ତର କହିଲେ ଆଦିର 2ଟା ଯାକ କିଡନୀ ନଷ୍ଟ ହେଇଯାଇଛି। ଆଉ ଯଦି ତାକୁ ବଞ୍ଚେଇବାକୁ ହେଲେ କିଡନୀ ଟ୍ରାନ୍ସପ୍ଲାଣ୍ଟ ଜରୁରୀ। ଜୟ ଭାଇ ଆଗେଇ ଆସିଲେ ଗୋଟେ କିଡନୀ ଦାନ କରି ନିଜ ପୁତ୍ରର ଜୀବନ ରକ୍ଷା କରିବା ପାଇଁ। ଜେନେଟିକ୍ କମ୍ପାଟିବିଲିଟି ପାଇଁ ବାପା ପୁଅଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଗଲା। ପରୀକ୍ଷା ନିରୀକ୍ଷା ପରେ ଜେନେଟିକ୍ କମ୍ପାବିଲିଟି ନଥିବାରୁ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେଇପାରିଲା ନାହିଁ। ଆଦି ମଧ୍ୟ କିଛି ଦିନ ବିଛଣାରେ ପଡ଼ି ଜୟ ଭାଇଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଗଲା। ଜେନେଟିକ୍ କମ୍ପାଟିବିଲିଟି ପରୀକ୍ଷା ସମୟରେ ଡକ୍ଟର ମଧ୍ୟ ଆଉ ଏକ ରୋଚକର ତଥ୍ୟ ଦେଇଥିଲେ। ବାପା ପୁଅଙ୍କ ମଧ୍ୟରେ ଜେନେଟିକ୍ କମ୍ପାଟିବିଲିଟି 0%। ସାଧାରଣ ଭାଷାରେ କହିବାକୁ ଗଲେ ଆଦି ଜୟ ଭାଇଙ୍କର ପୁଅ ନୁହେଁ। ଏକଥା ତାଙ୍କର ଜଣେ ସମ୍ପର୍କୀୟ ଶୁଣିବାକୁ ପାଇଲେ, ଯିଏ ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠି ଉପସ୍ଥିତ ଥିଲେ। ଏବଂ ଏଇ କଥା ପରେ ଗାଁରେ ପ୍ରଘଟ ହେଇଗଲା। ଗାଁ ଲୋକଙ୍କ ଟାହିଟାପରା ଆହୁରି ବଢ଼ି ଚାଲିଲା। ଯାହା ନ କହିବା ଭଲ, ଏସବୁ ବାପା ମାଙ୍କ ଅଭିଶାପର ଫଳ। ଛୋଟ ଜାତିର ଝିଅଠାରୁ କ'ଣ ବି ଆଶା କରାଯାଇପାରିବ? ଉଚ୍ଚ କୁଳର ମାନ ଇଜ୍ଜତ ସେ କ'ଣ ବୁଝିବ? ଇତ୍ୟାଦି ଇତ୍ୟାଦି। ଏସବୁ ଶୁଣି ଜୟ ଭାଇ ବି ବହୁତ ଅବସାଦଗ୍ରସ୍ତ ରହୁଥିଲା। କିଏ ବା ନିଜର ପ୍ରାଣପ୍ରିୟ ନାମରେ ଏମିତି ସହିପାରିବ? ଶବ ବ୍ୟବଚ୍ଛେଦ ହେଇ ତା ପରଦିନ ଆସି ପହଞ୍ଚିଲା ଗାଁରେ। ହରିଜନ ଜାତିରେ ବିବାହ କରିଥିବାରୁ
ଜୟ ଭାଇ ଶବକୁ କେହି କୁଟୁମ୍ବ ଲୋକ ମଧ୍ୟ ନିଆଁ ଦେବାକୁ ଆସିଲେନି। ଗାଁର କିଛି ସମାଜସେବୀ ଯୁବକ ହାତରେ ହାତ ମିଳାଇ ଜୟ ଭାଇର ଶବ ସତ୍କାର କଲେ। 11 ଦିନ ଜୟ ଭାଇଙ୍କ ପାଇଁ ସେହି ସ୍ୱେଚ୍ଛାସେବୀ ଭାଇମାନେ ଗୋଟିଏ ଶୋକସଭାର ବି ଆୟୋଜନ କରିଥିଲେ ଓ ସେଠାରେ ଥାନାର ଭାରପ୍ରାପ୍ତ ଅଧିକାରୀ ବି ଯୋଗ ଦେଇଥିଲେ, ଯେଉଁଠି ସଭାରେ ଜୟ ଭାଇଙ୍କ ହସ୍ତଲିଖିତ ଚିଠିକୁ ସମସ୍ତଙ୍କୁ ବିବୃତ ଭାବରେ ପଢ଼ି ଶୁଣାଇଥିଲେ। ସେଥିରେ ଲେଖାଥିଲା ଯେ ମୁଁ ଦୁନିଆକୁ ବହୁତ କିଛି ଜଣାଇବାକୁ ଚାହୁଁଥିଲି, କିନ୍ତୁ ଭୟରେ ଦୁନିଆକୁ ସାମ୍ନା କରି ପାରିଲି ନାହିଁ। ଭାବୁଛି ମୋର ମୃତ୍ୟୁ ପରେ ଏହି ଚିଠିଟି ଦୁନିଆର ସବୁ ଲୋକଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇଦେବ। ମୁଁ ମୋର ପିତାମାତାଙ୍କ ମୃତ୍ୟୁ ପରେ ଏକାକୀ ରହୁଥିଲି ଏବଂ ଜୀବନକୁ ଅବିବାହିତ ଭାବେ କାଟିଦେବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲି, କାରଣ ସେମାନେ ଚାହୁଁଥିଲେ ମୋର ଅନ୍ୟତ୍ର ବିବାହ। କିନ୍ତୁ ମୁଁ ମୋର ପ୍ରେମକୁ ଛାଡ଼ି ଅନ୍ୟ ଜାଗାରେ ବାହା ହେବା ପାଇଁ ଚାହୁଁନଥିଲି। କିନ୍ତୁ ସମୟର ଚକ୍ରରେ ବହୁତ କିଛି ଘଟିଗଲା। ଦିନେ ମୁଁ ଭୀଷଣ ଜ୍ୱରରେ ପଡ଼ିଥିଲି। ଏକଥା ଲିନି କେମିତି ଜାଣି ସେଦିନ ସନ୍ଧ୍ୟାରେ ମୋ ଘରକୁ ମୋତେ ଦେଖିବାକୁ ଆସିଥିଲା? ଆସିନଥାନ୍ତା ବି କିପରି ଛୋଟବେଳର ବନ୍ଧୁର ଅସୁସ୍ଥ ଖବର ପାଇ? କିନ୍ତୁ ଯେବେ ସେ ମୋ ଘରକୁ ବାହାରି ନିଜ ଘରକୁ ଯାଉଥିଲା, ତାର ଖୁଡ଼ୀଙ୍କର ନଜର ପଡ଼ିଥିଲା ଲିନି ଉପରେ ଏବଂ ତାକୁ ଘରେ ନ ପଶାଇ ତାର ଚରିତ୍ରକୁ ସନ୍ଦେହ କରି ବହୁତ କଥା କହିଥିଲେ। ଲିନି ଯେତେ କାକୁତି ମିନତି ହେଇ ସତ କଥା କହିଲେ ବି ସେ ମାନବିକତା ଭୁଲି ଲିନିକୁ ସେଇ ସନ୍ଧ୍ୟାରେ ଘରୁ ତଡ଼ିଦେଲେ। ବାପା ମା ଛେଉଣ୍ଡ ଝିଅଟା ରାତିଟାରେ ଯାଇଥାନ୍ତା ବି କୁଆଡ଼େ। କାନ୍ଦି କାନ୍ଦି ଆସି ମୋ ଆଗରେ ସବୁ କଥା କହିଲା। ମୁଁ ମଧ୍ୟ ଗଲି ଲିନିକୁ ଧରି ଖୁଡ଼ୀଙ୍କ ପାଖକୁ ସମାଧାନ କରିବା ପାଇଁ, କିନ୍ତୁ କିଛି ଲାଭ ହେଲା ନାହିଁ। ଓଲଟି ତା ସହ ମୋର ଭଲ ପାଇବାକୁ ନେଇ ମଧ୍ୟ ବହୁତ ଗାଳି କଲେ। ଆଉ ଲିନିର ସେ ଘରେ ଆଉ ସ୍ଥାନ ନାହିଁ କହି ଘରର କବାଟ ବନ୍ଦ କରିଦେଲେ। ଲିନି ସେତେବେଳକୁ କାନ୍ଦି କାନ୍ଦି ମୂର୍ଚ୍ଛାପ୍ରାୟ। ଯେତେବେଳେ ଆମ ପବିତ୍ର ସମ୍ପର୍କକୁ ଏତେ କଥା ଉଠିଲାଣି, ଆଉ ଲିନିର ଏପରି ଅବସ୍ଥା, ମୁଁ କ'ଣ ଭୁଲ କ'ଣ ଠିକ୍ ଜାଣିପାରିଲି ନାହିଁ ଓ ଆଗପଛ କିଛି ବିଚାର ନ କରି ଲିନିର ହାତ ଧରି ମୁଁ ମୋ ଘରକୁ ନେଇ ଆସିଲି। ପରେ ଗାଁରେ ବି ଶୁଣିବାକୁ ମିଳିଲା ଆମେ ଦୁହେଁ ନିଜ ଇଚ୍ଛାରେ ଏମିତି କାମ କରିଛୁ। ସବୁ ଶୁଣି ମଧ୍ୟ ଆମେ ଚୁପ୍ ରହିଲୁ, କାରଣ ମୁହଁ ଖୋଲିଲେ ଖୁଡ଼ୀ ଦୋଷୀ ହେଇ ପାରନ୍ତି, ଆଉ ସେ ଥିଲେ ଆମର ଗୁରୁଜନ। ଦୁନିଆ ଆମର ସମ୍ପର୍କକୁ କ'ଣ ରୂପ ଦିଏ ଆମେ ଜାଣିନୁ। ଆମେ ଗୋଟିଏ ଘରେ ଗୋଟିଏ ପବିତ୍ର ବନ୍ଧୁର ସମ୍ପର୍କରେ ସମୟ କଟୁଥିଲୁ। ଏଇ କଥା ଘଟିବାର ପ୍ରାୟ ମାସକ ପରେ କେଜାଣି କ'ଣ ପାଇଁ ପଚାରିଦେଲି, ଲିନି ଚାଲ ଆମେ ବାହା ହେଇଯିବା। ମୋ ବାପା ତ ଆମକୁ ବାରଣ କରୁଥିଲେ, ଆଉ ଆଜି ସେ ତ ଏଇ ପୃଥିବୀରେ ନାହାନ୍ତି। ଉତ୍ତରରେ ଲିନି କହିଥିଲା, ତୁମେ ଇଏ କ'ଣ କହୁଛ? ପାଗଳ ହେଇଗଲ ନା କ'ଣ? ମୁଁ ଛୋଟବେଳୁ ପିତାମାତାଙ୍କୁ ହରେଇଛି ଆଉ ତାର ଦୁଃଖ ଜାଣିଛି। ତାପରେ ତୁମ ପିତା ମାତାଙ୍କୁ ନିଜର ଭଳି ଭାବେ। ପିତାମାତା ଯେଉଁଠି ବି ଥାଆନ୍ତୁ, ତାଙ୍କର ଆଶୀର୍ବାଦ ଆମ ସାଙ୍ଗରେ ଅଛି ଆଉ ରହିଥିବ। ଆମେ ଏମିତି କିଛି ଲଜ୍ଜିତ କାମ ବାପା ମାଙ୍କ ଆଜ୍ଞା ବିରୋଧରେ ଯାଇ କରିବା ନାହିଁ ଯେ ଆମର ତାଙ୍କ ପ୍ରତି ତିରସ୍କାର ହେବ। ଆଉ ହଁ, ମୁଁ ଆଜି ତୁମ ପାଖରେ ଆଜି ବି ସାଥୀଟିଏ ପରି ଅଛି, କାରଣ ଛୋଟବେଳୁ ଆମର ବନ୍ଧୁତ୍ୱ ସେମାନଙ୍କ ଦ୍ୱାରା ସ୍ୱୀକୃତି ପାଇଛି। ଲିନିର ଉତ୍ତର ଶୁଣିବା ପରେ ମୁଁ ଖୁବ୍ ଲଜ୍ଜିତ ହେଇଯାଇଥିଲି ଏବଂ ନିଜ ଆଗରେ ନିଜକୁ ଛୋଟ ମନେ କରୁଥିଲି। ଦୁହେଁ ଏକାଠି ବନ୍ଧୁ ହୋଇ ସାରା ଜୀବନ କାଟିଦେବା ପାଇଁ ମନସ୍ଥ କଲୁ। ସମୟ ଗାଡ଼ି ଚାଲିଲା। ବର୍ଷକ ପରେ ସାହି ପଡ଼ିଶା ସବୁ ପଚାରିବାକୁ ଲାଗିଲେ, କେବେ ଖୁସି ଖବର ମିଳିବ? ସମସ୍ତେ ଆମର ପିଲାଛୁଆ ହେବାକୁ ଅପେକ୍ଷା କରିଥାନ୍ତି, କିନ୍ତୁ ଆମର ବନ୍ଧୁତ୍ୱର ଜୀବନ ଆଉ ପିତୃ ଆଜ୍ଞା ପାଳନ କରିବାର ଶପଥ ସେମାନେ ବୁଝିବେ ବା କୁଆଡ଼ୁ? ଆମେ ମଧ୍ୟ ସମାଜର ଡରରେ କୌଣସି କଥା କାହାରିକୁ ପ୍ରକାଶ କରି ପାରିଲୁ ନାହିଁ। ଆମେ ଏକାଠି ରହିବାର 2-3 ବର୍ଷ ପରେ ଛୁଆ ନଥିବାରୁ କିଏ ମୋର ପୁରୁଷତ୍ୱ ଉପରେ ଆକ୍ଷେପ କଲା
ତ କିଏ ଲିନିର ନାରୀତ୍ୱ ଉପରେ, ଏପରିକି ତାକୁ ଗାଁ ସ୍ତ୍ରୀ ଲୋକମାନେ ବାଞ୍ଝ ବୋଲି ଆଖ୍ୟା ଦେଲେ। କଥା ଏତିକିରେ ସରିଲାନି। ଗାଁରେ ଲୋକମାନେ ଟୁପୁରୁ ଟାପୁରୁ ହେଲେ କି ଆମର ପିଲାଛୁଆ ନଥିବାରୁ ଆମ ମୁହଁ ଚାହିଁଲେ ସେମାନଙ୍କର ଶୁଭ କାର୍ଯ୍ୟରେ ବାଧା ଉପୁଜୁଛି। ଏସବୁ ଆଉ ଆମେ ସହି ପାରିଲୁ ନାହିଁ। ମନସ୍ଥ କଲୁ ସହରକୁ ପଳେଇବୁ, ଅନ୍ତତଃ ଏହି ଦୁନିଆ ଦୟାରୁ ରକ୍ଷା ମିଳିବ। ଶେଷରେ ସେଇଆ ହିଁ କଲୁ। କାହାକୁ କିଛି ନ ଜଣି ଆମେ କଟକ ପଳେଇଗଲୁ। ଦୁହେଁ ଗୋଟେ ମସଲା କମ୍ପାନୀରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଲୁ। ଏତେ ବଡ଼ ସହରରେ କିଏ ବା କାହାର? ଗାଁର ଭିଟାମାଟି ସବୁବେଳେ ମନେ ପଡ଼େ, କିନ୍ତୁ ଫେରିବୁ ବା କେମିତି? ଯାଉଥାଉ ରାସ୍ତାରେ ଗୋଟେ ନିଛାଟିଆ ଗଛମୂଳେ ଗୋଟେ ଶିଶୁର କାନ୍ଦ ଶୁଭିଲା। ପାଖକୁ ଯାଇ ଆମେ ଦେଖିଲୁ ଗୋଟିଏ 2-3 ମାସର ପୁତ୍ର ସନ୍ତାନ ଗୋଟିଏ କପଡ଼ା ଭିତରେ ଗୁଡ଼ା ହେଇଛି। ଆଉ ମଧ୍ୟ ଆଖପାଖରେ ମଧ୍ୟ କେହି ନଥିଲେ। 10-15 ମିନିଟ୍ ଅପେକ୍ଷା କଲୁ। ଭାବିଲୁ ତାର ବାପା ମା କାଳେ କିଏ ଆଖପାଖରେ ଥିବେ, ଆଉ ଆସି ଛୁଆକୁ ନେବେ, କିନ୍ତୁ କେହି ଆସିଲେ ନାହିଁ। ଛୁଆର କାନ୍ଦଣା ବି ବଢ଼ି ଚାଲିଥାଏ। ଆମେ ଅଧୈର୍ଯ୍ୟ ହୋଇ ପାଖ ଥାନାକୁ ଛୁଆଟିକୁ ନେଇ ପହଞ୍ଚିଲୁ। ଥାନାବାବୁମାନେ ଛୁଆକୁ ନେଇ ପାଖ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରେଇ ନିକଟସ୍ଥ ଅନାଥ ଆଶ୍ରମକୁ ପଠାଇବା ପାଇଁ ଯୋଜନା କଲେ। କିନ୍ତୁ ଏପଟେ ଲିନି ସେ ଛୁଆକୁ ଆପଣେଇ ନେବା ପାଇଁ ମୋତେ ପ୍ରସ୍ତାବ ଦେଲା। ମୋତେ ମଧ୍ୟ ଲିନିର ପ୍ରସ୍ତାବଟି ଖୁବ୍ ପସନ୍ଦ ଆସିଲା। କାଳ ବିଳମ୍ବିତ ନ କରି ଆମେ ଥାନାରେ ନିସ୍ତକ ପତିପତ୍ନୀର ପରିଚୟ ଦେଇ ସରକାରୀ ନିୟମ ମୁତାବକ ସବୁ କାଗଜପତ୍ର ସହ ଛୁଆଟିକୁ ଆପଣାଇଲୁ। ଆମର ହସ ଖୁସିର ସଂସାର ଖୁସିରେ ଚାଲିଥିଲେ ବି ଦୁହିଁଙ୍କ ମନରେ ଗାଁକୁ ନେଇ କୋଉଠି ନା କୋଉଠି ଦୁଃଖ ଥିଲା। ସହରର ଅଭିଜାତ୍ୟ ଜୀବନ ଆମକୁ କେବେ ବି ଗାଁର ମମତା ଦେଇ ପାରୁନଥିଲା। ଶେଷରେ ନିଶ୍ଚିତ କଲୁ ଛୁଆକୁ ଧରି ଗାଁକୁ ଫେରି ଆସିବୁ। ଶେଷରେ ସେଇଆ ହିଁ କଲୁ। ସବୁଦିନ ପାଇଁ କଟକ ଛାଡ଼ି ଗାଁକୁ ଆସିଗଲୁ। ଗାଁ ଲୋକମାନେ ମଧ୍ୟ କୋଳରେ ଛୁଆ ଦେଖି ଆମକୁ ସବୁ ନିନ୍ଦା ଅପବାଦରୁ ଦୂରରେ ରଖିଲେ। ହସ ଖୁସିରେ ସମୟ ବୁଲୁଥିବା ବେଳେ ଦୁଇଟା ବିପଦ ମାଡ଼ି ଆସିଲା। ପ୍ରଥମଟି ଲିନିର ମୃତ୍ୟୁ, ଆଉ ଦ୍ୱିତୀୟଟି ଆଦିର ମୃତ୍ୟୁ। ତାକୁ ବି ମୁଁ ଛାତିକୁ ପଥର କରି ସହିନେଲି। କିନ୍ତୁ ସମାଜ ଲିନି ଉପରେ ଯେଉଁ ନିନ୍ଦା ଅପବାଦ ଆଉ ଚରିତ୍ରର ପ୍ରଶ୍ନବାଚୀ ଉଠେଇଲା, ମୋ ପାଇଁ ଅସହ୍ୟ ହେଲା। ତଥାପି ବି ସବୁ ଶୁଣି ବଞ୍ଚିବା ପାଇଁ ନିଜ ମନକୁ ବାର ବାର ବୁଝେଇଲି, କିନ୍ତୁ ବିଫଳ ହେଲି। ଆଉ ଶେଷରେ ମନ ପାଖରେ ହାର ମାନିଲି। ତେଣୁ ଲିନି ଭଳି ଗୋଟେ ସୁଚରିତ୍ରା ନାରୀର ମିଥ୍ୟା ଅପବାଦ ଶୁଣି ବଞ୍ଚିବାଠୁ ନିଜ ଜୀବନ ହାରିଦେବାକୁ ଶ୍ରେୟ ମନେ କଲି। ଇତି ଜୟ। ଜୟ ଭାଇଙ୍କ ଲିଖିତ ଚିଠି ଥାନାବାବୁ ଜଣକ ପଢ଼ି ଶୁଣାଇବା ପରେ ମୋ ଆଖିରେ ଲୁହ ଆସି ଯାଇଥିଲା। ଭାବୁଥିଲି ଏ ଦୁନିଆ କେତେ ନିଷ୍ଠୁର। କହିବାକୁ ଗଲେ ଏଇଟା କେବଳ ଜୟ ଭାଇ କି ଲିନି ଭାଉଜଙ୍କ ଜୀବନର ସଂଘର୍ଷର କାହାଣୀ ନୁହେଁ, ବରଂ ଏମିତି ଅନେକଙ୍କ ଜୀବନରେ ଘଟୁଥିବ। ଆଜିକୁ ଏଇ କଥାକୁ ପ୍ରାୟ 17 ବର୍ଷ ବିତିଗଲାଣି। ତଥାପି ଆଜି ବି ମୋ ମନରେ କିଛି ପ୍ରଶ୍ନ ଉଙ୍କି ମାରେ, ଯାହାର ଉତ୍ତର ମୁଁ ଖୋଜି ପାଉନି। କ'ଣ ଭୁଲ ଥିଲା ଜୟ ଭାଇ ଓ ଲିନି ଭାଉଜଙ୍କର? ପ୍ରେମ କ'ଣ ଭୁଲ? ନା ଦୁହେଁ ଅଲଗା ଜାତିରେ ଜନ୍ମ ନେଇ ପ୍ରେମ କରିବାଟା ଥିଲା ସେମାନଙ୍କ ପାଇଁ ଥିଲା ଅପରାଧ? ନା ପିତୃ ଆଜ୍ଞା ପାଳନ କରିବାଟା ସେମାନଙ୍କ ଜୀବନରେ ଥିଲା ଭୁଲ ନିଷ୍ପତ୍ତି? ନା ସମାଜରେ ବଞ୍ଚିବା ପାଇଁ ନିଜର ଔରସରୁ ସନ୍ତାନ ସନ୍ତତି ଜନ୍ମ ନେବା ଜରୁରୀ? ନା ଗୋଟିଏ କମଳମାତି ଶିଶୁକୁ ରାସ୍ତା କଡ଼ରୁ କଢ଼େଇ ନେଇ ତାଙ୍କୁ ଦୁନିଆର ଆଲୋକ ଦେଖାଇବାର ପ୍ରଚେଷ୍ଟା ସେମାନଙ୍କ ଜୀବନରେ ମହଙ୍ଗା ପଡ଼ିଲା? ନା ଆଉ କିଛି? ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା ଲାଇକ୍, ସବସ୍କ୍ରାଇବ୍ କରି ଅଲ୍ ଉପରେ କ୍ଲିକ୍ କରିବେ।